ଅଷ୍ଟମ ବେତନ କମିଶନରେ ଆସିଲା ନୂଆ ଅପଡେଟ୍। 5 ମେମ୍ବର ଫର୍ମୁଲାରେ ବଢ଼ିବ ଦରମା। ଆସନ୍ତୁ ଆଜି ଆମେ ଜାଣିବା ଏହି ନୂଆ ଅପଡେଟ୍ ବିଷୟରେ। ଅଷ୍ଟମ ବେତନ କମିଶନରେ କିଛି ନା କିଛି ଅପଡେଟ୍ ସାମ୍ନାକୁ ଆସୁଛି। ଆସନ୍ତୁ ଆଜି ଆମେ ଏହି ଖବର ଉପରେ ଟିକେ ନଜର ପକାଇବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଅଷ୍ଟମ ବେତନ କମିଶନକୁ ନେଇ ବହୁତ ଉତ୍ସାହ ରହିଛି। କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହାର କାର୍ଯ୍ୟାନ୍ୱୟନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଷ୍ଟମ ବେତନ କମିଶନକୁ ଦିଆଯାଇଥିବା ସେମାନଙ୍କର ପ୍ରସ୍ତାବରେ କର୍ମଚାରୀ ସଂଘଗୁଡ଼ିକ ସର୍ବନିମ୍ନ 69,000 ଦରମା ଏବଂ ପରିବାରକୁ 5 ସଦସ୍ୟ ବିଶିଷ୍ଟ ୟୁନିଟ୍ ଭାବରେ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଏହି ଦାବି ଏକ ସାଧାରଣ ଦରମା ବୃଦ୍ଧିଠାରୁ ଅଧିକ ଏବଂ ଦରମା ଗଠନର ପୁନଃବିଚାର ପାଇଁ ଆହ୍ୱାନ କରୁଛି। ଏହି ସୁପାରିଶ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ବ୍ୟାପକ ପରାମର୍ଶ ପ୍ରକ୍ରିୟାର ଏକ ଅଂଶ, ଯାହା ବିଭିନ୍ନ ଅଂଶୀଦାରମାନଙ୍କୁ ଦରମା ଏବଂ ସେବା ସର୍ତ୍ତାବଳୀର ବିଭିନ୍ନ ଦିଗ ଉପରେ ସେମାନଙ୍କର ମତାମତ ଦେବାକୁ ଆମନ୍ତ୍ରଣ କରୁଛି। ଚିହ୍ନଟ ହୋଇଥିବା 8ଟି ମୁଖ୍ୟ ବିଷୟ ମଧ୍ୟରୁ ବେତନ ବିଷୟ ବିଶେଷ ଭାବରେ ସାମ୍ନାକୁ ଆସିଛି, ଯେଉଁଥିରେ ସର୍ବନିମ୍ନ ମଜୁରୀ, ବେତନ ଗଠନ ବୃଦ୍ଧି ଏବଂ ସାମଗ୍ରିକ ବେତନ ମାଟ୍ରିକ୍ସ ଅନ୍ତର୍ଭୁକ୍ତ। ଅଷ୍ଟମ ବେତନ କମିଶନ ଏହାର ସରକାରୀ ପୋର୍ଟାଲ ଏବଂ ମାଇଗଭ୍ ପ୍ଲାଟଫର୍ମରେ ଏକ ବିସ୍ତୃତ ପ୍ରଶ୍ନାବଳୀ ଉପଲବ୍ଧ କରାଇଛି। ଏହା କର୍ମଚାରୀ, ପେନ୍ସନଭୋଗୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପାଇଁ ସେମାନଙ୍କର ମତାମତ ବାଣ୍ଟିବା ପାଇଁ ପ୍ଲାଟଫର୍ମ ଖୋଲିଛି। ବେତନ ବିଷୟ ଅଧୀନରେ ଅଂଶଗ୍ରହଣକାରୀମାନଙ୍କୁ ବେତନ ଗଠନ, ବେତନ ସ୍ତର ଏବଂ ବୃଦ୍ଧି ବ୍ୟବସ୍ଥା ଉପରେ ସେମାନଙ୍କର ମତାମତ ବାଣ୍ଟିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏହାର ଜବାବରେ NCJCM ଷ୍ଟାଫ୍ ସାଇଟ୍ ଏକ ବିସ୍ତୃତ ସ୍ମାରକପତ୍ର ଦାଖଲ କରିଛି, ଯେଉଁଥିରେ ଯୁକ୍ତି ଦିଆଯାଇଛି ଯେ ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ପରିବର୍ତ୍ତିତ ସାମାଜିକ ପରିବେଶ ସହିତ ଖାପ ଖୁଆଇବା ପାଇଁ ବର୍ତ୍ତମାନର ଦରମା ଏବଂ ଭତ୍ତା ମଡେଲର ପ୍ରମୁଖ ସଂସ୍କାର ଆବଶ୍ୟକ। ପରାମର୍ଶ ପ୍ରକ୍ରିୟାର ଶେଷ ତାରିଖ ହେଉଛି ଏପ୍ରିଲ 30, 2024। ଏହା ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବ। ସ୍ମାରକପତ୍ରରେ 5 ୟୁନିଟ୍ ବ୍ୟବସ୍ଥା କ'ଣ ଅଛି? ସ୍ମାରକପତ୍ରରେ କୁହାଯାଇଛି ଯେ ସର୍ବନିମ୍ନ ଦରମା ଏବଂ ବୈଜ୍ଞାନିକ ଜୀବନ ମଜୁରୀ ସୂତ୍ର ଉପରେ ଆଧାରିତ ହେବା ଉଚିତ। ଏଥିରେ ଖାଦ୍ୟ, ବାସସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ପ୍ରଯୁକ୍ତିବିଦ୍ୟା ଡିଜିଟାଲ ଆବଶ୍ୟକତା ଅନ୍ତର୍ଭୁକ୍ତ ହେବା ଉଚିତ। ସେହିପରି ଏକ ପରିବାରକୁ 3ଟି ୟୁନିଟ୍ ଭାବରେ ବିବେଚନା କରିବାର ବର୍ତ୍ତମାନର ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଉଚିତ। ପରିବାରଗୁଡ଼ିକୁ 5ଟି ୟୁନିଟ୍ ଭାବରେ ବିବେଚନା କରାଯିବା ଉଚିତ। କର୍ମଚାରୀ 1 ୟୁନିଟ୍, ପତି ପତ୍ନୀ 1 ୟୁନିଟ୍, ଲିଙ୍ଗଗତ ବୈଷମ୍ୟ ନାହିଁ। 2 ପିଲା ପ୍ରତ୍ୟେକ 0.8 ୟୁନିଟ୍ ଏବଂ ପିତାମାତା 0.8 ୟୁନିଟ୍। ଏହା ମୋଟ 5.2 ୟୁନିଟ୍ 5 ୟୁନିଟ୍ରେ ପରିଣତ ହେବା ଜରୁରୀ। 5 ୟୁନିଟ୍ ପରିବାର ବ୍ୟବସ୍ଥାକୁ ପରିବର୍ତ୍ତନ କାହିଁକି ଗୁରୁତ୍ୱପୂର୍ଣ୍ଣ? 69,000 ପ୍ରସ୍ତାବ ମୁଖ୍ୟତଃ 5 ୟୁନିଟ୍ ପରିବାର ବ୍ୟବସ୍ଥାକୁ ପରିବର୍ତ୍ତନ ଉପରେ ଆଧାରିତ। ଏହା ଏକ ନୂତନ ପଦ୍ଧତି। ପୂର୍ବ ବେତନ କମିଶନରେ ବ୍ୟବହୃତ 3 ସଦସ୍ୟ ବିଶିଷ୍ଟ ପରିବାରର ପୁରୁଣା ଧାରଣାକୁ ଦୂରେଇ ଯାଉଛି। ନୂତନ ଢାଞ୍ଚା ଏହାକୁ 5ଟି ୟୁନିଟ୍ ପର୍ଯ୍ୟନ୍ତ ବିସ୍ତାର କରିଛି, ଯେଉଁଥିରେ ପତି, ପତ୍ନୀ, ପିଲା ଏବଂ ନିର୍ଭରଶୀଳ ପିତାମାତା ଅନ୍ତର୍ଭୁକ୍ତ। ଏହା ଅନେକ କର୍ମଚାରୀଙ୍କ ଦ୍ୱାରା ଭାଗ କରାଯାଇଥିବା ଆର୍ଥିକ ଦାୟିତ୍ୱକୁ ପ୍ରତିଫଳିତ କରେ। ଏହା ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣ-ପୋଷଣ ଏବଂ କଲ୍ୟାଣ ଆଇନ ଏବଂ ସାମାଜିକ ସୁରକ୍ଷା ସଂହିତା 2020 ଅଧୀନରେ ପ୍ରଦାନ କରାଯାଇଥିବା ବ୍ୟାପକ ପରିଭାଷା ଭଳି ଆଇନ ଦ୍ୱାରା ମଧ୍ୟ ସମର୍ଥିତ। ନୂତନ ପରିବାର ମଡେଲ ପଛରେ ଉଦ୍ଦେଶ୍ୟ କ'ଣ? ଏହି ନୂତନ ପରିବାର ମଡେଲ ବ୍ୟବହାର କରି ଗଣନାରେ ଗୃହ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଡିଜିଟାଲ ପ୍ରବେଶ ଭଳି ଅତ୍ୟାବଶ୍ୟକୀୟ ବର୍ଗଗୁଡ଼ିକ ପାଇଁ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏହି ପଦ୍ଧତି କେବଳ ଏକ ମଜୁରୀ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏକ ଅଧିକ ବ୍ୟାପକ ଜୀବନ ମଜୁରୀ ମାନଦଣ୍ଡ ଉପରେ ଗୁରୁତ୍ୱାରୋପ କରେ। ଦରମା ଆକଳନ ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଖାଦ୍ୟ ମାନଦଣ୍ଡରେ ପରିବର୍ତ୍ତନ। ଏହି ପ୍ରସ୍ତାବ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ର ସୁପାରିଶ ସହିତ ସମନ୍ୱିତ। ଏହି ପ୍ରସ୍ତାବ ଅନୁଯାୟୀ ଶାରୀରିକ ଭାବରେ ସକ୍ରିୟ କର୍ମଚାରୀଙ୍କ ପାଇଁ କ୍ୟାଲୋରୀ ଆବଶ୍ୟକତାକୁ 2700 kcalରୁ ପ୍ରାୟ 3490 kcalକୁ ବୃଦ୍ଧି କରାଯାଇଛି। ସଂଶୋଧିତ ବ୍ୟବହାର ବାସ୍କେଟରେ
ପ୍ରୋଟିନ୍ଯୁକ୍ତ ଖାଦ୍ୟ, କ୍ଷୀର ଉତ୍ପାଦ, ଫଳ ଏବଂ ପନିପରିବା ସହିତ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକୀୟ ଜିନିଷର ଅଧିକ ମାତ୍ରାରେ ଗ୍ରହଣ ଅନ୍ତର୍ଭୁକ୍ତ। ଏହି ନୂତନ ସମାୟୋଜନ ମାସିକ ଖର୍ଚ୍ଚ ଆକଳନକୁ ଯଥେଷ୍ଟ ବୃଦ୍ଧି କରୁଛି, ଯାହା ସିଧାସଳଖ ବର୍ଦ୍ଧିତ ସର୍ବନିମ୍ନ ମଜୁରୀକୁ ପ୍ରଭାବିତ କରିବ। ଫିଟମେଣ୍ଟ ଫ୍ୟାକ୍ଟରର କେତେ ବୃଦ୍ଧି କରିବାକୁ ପଡ଼ିବ? ସଂଶୋଧିତ ସର୍ବନିମ୍ନ ମଜୁରୀ କାର୍ଯ୍ୟକାରୀ କରିବା ପାଇଁ 3.83ର ଫିଟମେଣ୍ଟ ଫ୍ୟାକ୍ଟର ପ୍ରସ୍ତାବ ଦିଆଯାଇଛି। ଏହା ସପ୍ତମ ବେତନ କମିଶନରେ ବ୍ୟବହୃତ 2.57 ଫ୍ୟାକ୍ଟର ଅପେକ୍ଷା ଯଥେଷ୍ଟ ଅଧିକ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା ସମସ୍ତ ଦରମା ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ପାଇବ। 2026 ପୂର୍ବରୁ ଅବସର ନେଇଥିବା ପେନ୍ସନଭୋଗୀମାନେ ମଧ୍ୟ ଉପକୃତ ହେବେ। ଅନ୍ୟାନ୍ୟ ସୁପାରିଶଗୁଡ଼ିକ କ'ଣ? ଅନ୍ୟାନ୍ୟ ସୁପାରିଶଗୁଡ଼ିକ ମଧ୍ୟରେ ବାର୍ଷିକ ବୃଦ୍ଧି ହାରକୁ ଦ୍ୱିଗୁଣିତ କରି 6% କରିବା, କିଛି ଦରମା ସ୍ତରକୁ ମିଶ୍ରଣ କରି ଦରମା ସ୍ଥିରତାକୁ ସମାଧାନ କରିବା ଏବଂ ଦରମା ବ୍ୟବଧାନକୁ ହ୍ରାସ କରିବା ଅନ୍ତର୍ଭୁକ୍ତ। ଏହି ପଦକ୍ଷେପଗୁଡ଼ିକ ଏକ ଅଧିକ ସନ୍ତୁଳିତ ଏବଂ ଅଭିବୃଦ୍ଧିମୁଖୀ ଦରମା ଗଠନ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି। ଯଦିଓ ଉଚ୍ଚ ଦରମାରେ ଆର୍ଥିକ ପ୍ରଭାବ ବିଷୟରେ ଚିନ୍ତା ରହିଛି, ଏହି ପ୍ରସ୍ତାବ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଉତ୍ପ୍ରେରକ ଭାବରେ ମଜୁରୀ ସଂଶୋଧନକୁ ଉପସ୍ଥାପନ କରୁଛି। ବ୍ୟବହାରଯୋଗ୍ୟ ଆୟରେ ବୃଦ୍ଧି ବ୍ୟବହାରକୁ ବୃଦ୍ଧି କରିପାରିବ, ଯାହାଫଳରେ ଟିକସ ରାଜସ୍ୱ ବୃଦ୍ଧି ହୋଇପାରେ। ତେଣୁ ମଜୁରୀ ବୃଦ୍ଧିକୁ ବୋଝ ନୁହେଁ, ବରଂ ଏକ ନିବେଶ ଭାବରେ ଦେଖାଯାଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ ଅଷ୍ଟମ ବେତନର ଏହି ନୂଆ ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।